ହ୍ୟାଲୋ ହାଇ ନମସ୍କାର, ୱେଲକମ୍ କରୁଛି ଆଜିର ଏଇ ନୂଆ ଭିଡ଼ିଓକୁ। ତ ଆଜି ମୁଁ ଏବେ ଦେଖେଇବି ତୁମମାନଙ୍କୁ ସବୁ କି ମୁଁ କେମିତି ମୋ ଆର୍ଟ ଭିଡ଼ିଓ ସବୁ କରୁଛି। ତ ଆଗରୁ ୟା ପାଇଁ ଗୋଟେ ଭିଡ଼ିଓ ବନେଇଥିଲି, ତ ସେଟାରେ ଖାଲି ଜଷ୍ଟ ଦେଖେଇଥିଲି କି କେମିତି କ'ଣ ହୁଏ। ଖାଲି ଛୋଟିଆ ଭିଡ଼ିଓଟା ବହୁତ ଥିଲା। ତ ଆଜି ଦେଖେଇବି ପୁରା ଷ୍ଟାର୍ଟିଂରୁ କି କ'ଣ ହେଉଛି ଏବେ, ତ କେଉଁଠି କ'ଣ ସବୁ ଅଛି, ତ ସବୁ କେମିତି ସେଟିଂ କରୁଛି, କ'ଣ କରୁଛି। ଚାଲନ୍ତୁ ଦେଖିବା ତ ଆଜିର ଭିଡ଼ିଓଟା କ'ଣ ହେଉଛି। ତ ଦେଖିବା ଆଗରୁ ଏଇସବୁ କିଛି ଜିନିଷ ଦେଖାଉଛି। ଏଇଠି ସବୁ ଅଛି, ତ ଏଠି କଲର୍ ଅଛି, ତ ଏଠି ପେପର୍ ଅଛି, ତ ଏଠି ଭିଡ଼ିଓ ଷ୍ଟାଣ୍ଡ ଅଛି, ତ ଏଠି କିଛି ଖାତା, ଏଠି କିଛି ଆର୍ଟ ଜିନିଷ ଅଛି। ତ ଏବେ ପାଖାପାଖି 10:30 ହେଲାଣି, ଆଉ ଏବେ ମୁଁ ଭିଡ଼ିଓ ଷ୍ଟାର୍ଟ କରିଛି ରାତି। ତ ମୁଁ ରାତିରେ ସବୁ ଆର୍ଟ ଭିଡ଼ିଓ କରେ, ତ ତା ଆଗରୁ ଆପଣମାନଙ୍କୁ ଦେଖେଇ ଦେଉଛି ସବୁ କ'ଣ ହେଉଛି। ଏବେ ଚାଲନ୍ତୁ ଦେଖିବା ଷ୍ଟାର୍ଟ। ତ ଏଇଠି ସବୁ ଦେଖନ୍ତୁ କ୍ଲିଅରଲି ମୋ ଭିଡ଼ିଓ ଷ୍ଟାଣ୍ଡ ଦେଖନ୍ତୁ ଭାଙ୍ଗି ଯାଇଛି। ତ ତା ଆଗରୁ ତାକୁ ରବର ଦେଇକି ରଖିଛି। ତ ଏଟା ହେଲା ବ୍ଲୁଟୁଥ୍ ଅଛି, ତ ଏଠି କଲର୍ ରହିଛି, ତ ଏଠି କିଛି ୱାଟର୍ କଲର୍ ବି ରହିଛି। ତ ତା ଆଗରୁ ଏଠି କିଛି ଡ୍ରଇଂ ରହିଛି, ତ ତାକୁ ନେଇ କରିବା। ତ ଦେଖିଲେ ଏବେ, ଆଉ ଏଠି କିଛି ଅଛି, କ୍ୟାନଭାସ୍ ଅଛି, ତ ଦେଖେଇଥିଲି ବହୁତ ସାରା। ଏଠି ଗୋଟେ କ୍ୟାନଭାସ୍ ଅଛି, ତ ଏହା ଭିତରେ କିଛି ଚିତ୍ର ଅଛି। ଏଠି ପେଟିରେ କିଛି ଚିତ୍ର ଅଛି। ଏଟା ଗୋଟେ ଷ୍ଟାଣ୍ଡ ଅଛି ଏଠି, ତ ଏଟା କେବେ ଦେଖେଇବି ସବୁ ଜିନିଷ ଖୋଲିକି। ସୋ ଗାଇଜ୍, ଏବେ ମୁଁ ମୋର ପୁରା ସେଟ୍ଟାକୁ ସେଟ୍ କରିନେଲି। ସେଟଅପ୍ ଦେଖନ୍ତୁ କେମିତି ସବୁ ପୁରା ସେଟଅପ୍ ହେଇଗଲା। ତ ଏବେ ମୁଁ ଆରମ୍ଭ କରିବି ଆର୍ଟ ଭିଡ଼ିଓ। ତ ଯେହେତୁ ଗୋଟେ ମୋବାଇଲ୍ ଯେଉଁଟାରେ ସବୁ ଭିଡ଼ିଓ ବି ହେଉଛି, ପର୍ସନାଲି ହେଉଛି, ତ ଏଇଟା ଦେଖନ୍ତୁ, ଏଇଟାରେ ହିଁ ହେବ। ଷ୍ଟାଣ୍ଡ ରହିଗଲା, ଏଠି ସବୁ କିଛି ପେପର୍, ସେଇ ଡ୍ରଇଂଟା କରିବି, ତ ରହିଗଲା। ଏଠି ମୋର ସବୁ ଅଛି। ତ ଏବେ ମୁଁ ଟିକେ ବ୍ୟାକ୍ କରିକି ଦେଖାଉଛି। ତ ଏଠି କ୍ୟାମେରା, ତ ଏଠି ରହିଲା ଡ୍ରଇଂ ପେପର୍, ତ ଏଟା ରହିଲା ମୋର ଏଇ ଡ୍ରଇଂ। ତ ମୁଁ ପ୍ରଥମ କ'ଣ କରେ ସବୁବେଳେ, ଯେତେବେଳେ ବି କରେ ଆର୍ଟ, ତ ତା ଆଗରୁ ତା ଉପରେ ମୁଁ ଗୋଟେ ପ୍ରଥମେ ଆଉଟଲାଇନ୍ ବନାଏ, ତା ଉପରେ ପ୍ରାକ୍ଟିସ୍ ପାଇଁ କେବଳ। ତ ପ୍ରାକ୍ଟିସ୍ ହେଇଗଲା, ତ ଏବେ ଡାଇରେକ୍ଟ ହେବ। ସବୁ କ୍ଷେତ୍ରରେ ସବୁବେଳେ ମୁଁ ପ୍ରାକ୍ଟିସ୍କୁ ଆଗେ ଗ୍ୟାରେଣ୍ଟି ଦିଏ। ତ ଏଠି ସବୁ ଇଏ ରହିଗଲା, ପେନସିଲ୍, ଇଏ ଟ୍ରିଟ୍ ମାର୍କ, ତ ପେନସିଲ୍ ଦେଖିସାରିଥିବେ କେତେ ସାରା। ଆଉ ଏଟା ରହିଲା ଇଏ ଆଉ ଗୋଟେ ପେନସିଲ୍, ଯେଉଁଥିରେ ଏବେ କରିବି ମୁଁ। ଏଟା ହେଉଛି ସେଇ ଯେଉଁ ଗ୍ରେଡ଼ିଂ କରିବା ପାଇଁ, ବ୍ଲେଣ୍ଡିଂ କରିବା ପାଇଁ, ଦେଖିପାରୁଥିବେ ଏଠି ସବୁ ରହିଛି। ଏବେ ଚାଲ ଭିଡ଼ିଓ କରିବା। ଗାଇସ୍, ଏବେ ତ ସରିଯାଇଛି ଆର୍ଟ, ତ ଏବେ ଦେଖେଇବି କି ସବୁ କେମିତି ଖେଳା ସବୁ ପଡ଼ିଛି। ତ ଏବେ ଆର୍ଟ ଭିଡ଼ିଓ ସବୁ ସରିଲା। ତ ଗାଇସ୍, ଏବେ ଦେଖନ୍ତୁ କେମିତି ହେଇଛି ଆର୍ଟ, କ'ଣ ହେଇଛି, କେମିତି ଲାଗୁଛି ଆପଣଙ୍କୁ। ତ ଏଇଟା ହେଉଛି ସେ ଆର୍ଟ, ଆଉ ତା'ର ଅରିଜିନାଲ୍ ଏଇଟା ଥିଲା। ତ ଏଇଟା ହେଉଛି ଅରିଜିନାଲ୍, ତ ଏଇଟା ହେଉଛି ତା'ର ଆର୍ଟ। ତ ଦେଖିପାରୁଥିବେ ସବୁ କେମିତି ଚିତ୍ର ହେଇକି ସବୁ ପଡ଼ିଛି। ତ ଏବେ ମୁଁ ରଖି ସାରେ, ତ କଥା। ତ ଗାଇସ୍, ଏବେ ଦେଖନ୍ତୁ ଯେଉଁ ଯାହା ଥିଲା ସବୁ ରଖିଦେଲି। ତ ଏବେ ବାহিରକୁ ଯିବା ଦେଖିବା। ଗାଇସ୍, ଏବେ ତ ରାତି 12ଟା ପାଖାପାଖି ହେଲାଣି। ତ ଦେଖିବେ ଏବେ ମୁଁ ଏବେ ବାହାରକୁ ଯାଉଛି, ଆପଣମାନଙ୍କୁ ଦେଖେଇବି। ସବୁ ଦେଖନ୍ତୁ ଶୋଇଗଲେ,
ଅନ୍ଧାର ହେଇଛି, ଚାଲ ଦେଖିବା କବାଟ ଖୋଲିକି ଯିବା। ଏଇଠୁ ମୁଁ ଯାଉଛି କବାଟ ଖୋଲିକି। ତ ଭାଇ ଦେଖିପାରୁଥିବେ ଏବେ ରାତି ବହୁତ ହେଇଯାଇଛି। ତ ରାତି ହେଇଯାଇଛି, ତ ମୁଁ ପୁରା ରାତିରେ ହିଁ ଭିଡ଼ିଓ କରେ ଆଡ଼ ଭିଡ଼ିଓ। ତ ଏବେ ସୋସିଆଲ ମିଡ଼ିଆକୁ ନେଇ ଗୋଟେ ବହୁତ ବଡ଼ ସ୍ୱପ୍ନ ଦେଖିଛି। ତ ସ୍ୱପ୍ନ ନିଶ୍ଚିତ ଦିନେ ନା ଦିନେ ପୁରା ହିଁ ହେବ। ତ ଆପଣମାନଙ୍କ ଭଲ ପାଇବା ଏମିତି ହିଁ ଥାଉ। ତ ଆର୍ଟ ଭିଡ଼ିଓ ଗୁଡ଼ାକ ଯେତେବେଳେ ମୁଁ କରୁଥିଲା, ଆପଣମାନଙ୍କ ଭଲ ପାଇବା ଥିବା ଯୋଗୁଁ ଆଜି It helps the speaker lead his audience into the scene he described ଏବେ by creating an imaginary ରାତି picture. ହେଇଗଲା। Usually, it's something that moves. ଏମିତି ସବୁ ଆର୍ଟ କରୁଥିଲି। ତ ଏମିତି ଆଉ ଟିକେ ସକ୍ସେସ୍ ମିଳିଲେ ଆହୁରି ଭଲ ହେବ। ତ ଏବେ ରାତି ହେଇଗଲା, ଯାଉଛି ଶୋଇବି। ଫ୍ରେଶ୍ ହେବା ପାଇଁ ବାହାରିକି ପଳେଇ ଆସିଥିଲି। ତ ଏତେ ରାତିରେ ଭିଡ଼ିଓ ବନେଇବାର କାରଣ ହେଉଛି କି ଆପଣଙ୍କୁ ଦେଖେଇବାର ଅଛି ପ୍ରତିଟି କଣ୍ଟେଣ୍ଟ କ୍ରିଏଟର୍ କେତେ ସାରା କଷ୍ଟ ସହିକି ହିଁ ଗୋଟେ ଭିଡ଼ିଓ ବନାଉଛନ୍ତି। 1 ମିନିଟ୍ରୁ 30 ସେକେଣ୍ଡର ଭିଡ଼ିଓ ବନାଉଛନ୍ତି। ଆଉ ସେମାନଙ୍କୁ ଏଇଭଳି ଆପଣମାନଙ୍କର ସପୋର୍ଟ ହିଁ ଦରକାର। ଆଉ ଆପଣଙ୍କ ସପୋର୍ଟ ରହିଲେ ଏଇଭଳିଆ କଣ୍ଟେଣ୍ଟ କ୍ରିଏଟର୍ ମାନେ ଆପଣମାନଙ୍କ ପାଇଁ ବହୁତ ଭଲ ଭଲ କଣ୍ଟେଣ୍ଟ ଆହୁରି ନେଇକି ଆସିପାରିବେ। ତ ସମସ୍ତଙ୍କୁ ଟିକେ Show them ଅନୁରୋଧ why. କରିବି, ସବୁ କଣ୍ଟେଣ୍ଟ କ୍ରିଏଟର୍ମାନଙ୍କୁ ଏଇଭଳିଆ ଆପଣମାନେ ସପୋର୍ଟ କରୁଥାନ୍ତୁ, ଭଲ ପାଇବା ଦଉଥାନ୍ତୁ ସେମାନଙ୍କୁ, ଯେମିତି ସେମାନେ ଆହୁରି ଆଗକୁ କେମିତି ଗ୍ରୋ କରନ୍ତୁ। ତ ବହୁତ ସାରା କଣ୍ଟେଣ୍ଟ କ୍ରିଏଟର୍ ବି ଅଛନ୍ତି ଯେଉଁମାନେ ଆଜି ଯାଏଁ ମୋ ପଛରେ ବି ରହିଯାଇଛନ୍ତି, ଯେମିତିକି ମୁଁ ଏଇ ବହୁତ ପଛରେ ଅଛି, ଆହୁରି ଆଗକୁ ବଢ଼ିବାକୁ ହେବ। ତ ଏମିତି ଆପଣମାନଙ୍କ ଭଲ ପାଇବା ସଦାସର୍ବଦା ଆମମାନଙ୍କ ପାଖରେ ଥାଉ। ତ ଆମେମାନେ ଯେମିତି ଆପଣମାନଙ୍କୁ ସବୁବେଳେ ଏମିତି ଖୁସି କରିବା ପାଇଁ କି ସବୁବେଳେ ଗୋଟେ ଭଲ ଭିଡ଼ିଓ ନେଇକି ଆସିବୁ। ତ ରାତିର ଏତେ ସାରା ରାତିରେ ଭିଡ଼ିଓ ବନେଇବାର କାରଣ ହିଁ ଥିଲା କି ଗୋଟେ କଣ୍ଟେଣ୍ଟ କ୍ରିଏଟର୍ ପଛପଟରେ ଥିବା ଦୁଃଖର କାରଣ କ'ଣ ହେଇଥାଏ। ତ ବହୁତ ଲେଟ୍ ନାଇଟ୍ ହେଲାଣି, ତ ଏବେ